ଲଗାଣ ବର୍ଷାରେ ଉବୁଟୁବୁ ହେଇଛି ସାରା ଅଞ୍ଚଳ। ନିଆଳି ବ୍ଲକର କାନପୁରରେ ଆମେ ଏବେ ରହିଛୁ, ଯୋଉଠି ରହିଛନ୍ତି 20 ପରିବାର ଜଳବନ୍ଦୀରେ ରହିଛନ୍ତି। ଜଳ ଘେରରେ ସେମାନେ ରହିଛନ୍ତି। ତାଙ୍କ ଗୁହାଳ ଘର କୁହନ୍ତୁ, ତାଙ୍କ ଘର କୁହନ୍ତୁ, ପାଣି ପଶି ଯାଇଛି। ଗୋରୁ ମାନେ ତାଙ୍କର ଅତି ପାଣି ଭିତରେ ଠିଆ ଯାଇଛନ୍ତି, ଅତି କଷ୍ଟ ଅବସ୍ଥାରେ ରହିଛନ୍ତି ଏବଂ ତାଙ୍କ ରୋଷେଇ ଘରେ ମଧ୍ୟ ପାଣି ଠିଆ ହେଇଛି। ସେମାନେ କେମିତି ରୋଷେଇ କରି ଖାଇବେ, କେମିତି ରହିବେ, ସେଥିପାଇଁ ଏବେ ସେମାନେ ଚିନ୍ତାରେ ରହିଛନ୍ତି। ଆମେ ରହିଛୁ ସେଇ ପରିବାର ମାନଙ୍କ ନିକଟରେ। ଆସନ୍ତୁ ତାଙ୍କ ସହିତ ଆଲୋଚନା କରିବା। କଣ କହୁଛନ୍ତି ମା? କଣ ହେଇଛି, କଣ ରହିଛି ଅବସ୍ଥା? ହେଲେ ଆମେ 20 ପରିବାର ଟୋଟାଲ ଏଠି ଜଳବନ୍ଦୀରେ ଅଛୁ। ରୋଷେଇ ଘରେ ଆମର ଆଣ୍ଠିଏ ପାଣି, କିନ୍ତୁ ପାଣି ଟ୍ୟୁବୱେଲରୁ ବି ପାଣି ଚାରିପଟ ଘେରେଇ ରହିଛି। ଗୁହାଳ ଘରେ ବି ପାଣି। ପରିବାର ଏପଟେ ପାଣି ଛଡ଼ା ଯାଉନି। ସବୁର ଅସୁବିଧାରେ ଆମେ 20 ପରିବାର ରହିଛୁ। କିନ୍ତୁ ଆପଣଙ୍କୁ ଏତିକି ଅନୁରୋଧ କରୁଛୁ, ଆମର ଦୁଃଖ ଯେମିତି ଶୀଘ୍ର ଶୁଣାଯାଉ, କିନ୍ତୁ ଆମର ଏଠି ସୁବିଧାର ସବୁ ସହଯୋଗ କରାଯାଉ। କିନ୍ତୁ ସବୁ ପରିସ୍ଥିତିରେ ଆମେ ସାମ୍ନା କରିବୁ, କିନ୍ତୁ ଅସୁବିଧାର ସମ୍ମୁଖୀନ ଆମେ 20 ପରିବାର ନେବୁ। କଣ ପାଇଁ ଏମିତି ଅସୁବିଧା କରାଯାଉଛି? କାହିଁକି ଆମର ସମସ୍ୟା କିଛି ବୁଝା ଯାଉନି? ଯାହା କହୁଥିଲେ କି ତାଙ୍କର ସମସ୍ୟା ରହିଛି, ଯୋଉଥିପାଇଁ କି ପାଣି ଆସି ତାଙ୍କ ଘର ଭିତରେ ପଶିଛି। ଏବେ ସେମାନେ ଜଳବନ୍ଦୀରେ ରହିଛନ୍ତି ଜଣେ ମଉସା ରହିଛନ୍ତି। ଆଜ୍ଞା, ଆପଣ କେମିତି ଅବସ୍ଥାରେ ବର୍ତ୍ତମାନ ରହିଛନ୍ତି, କଣ ହେଇଛି? ଆଜ୍ଞା, 2 ଦିନ ହେଲା ଏ ଯୋଉ ଲଗାଣ ବର୍ଷାରେ ଆମର ଇଏ ସାରା ଅଞ୍ଚଳ ସବୁ ବୁଡ଼ିକି ରହିଛି। କଣ୍ଡିଆଟି ସାରା 20 ପରିବାର, ଆଉ ଘରେ ଆଣ୍ଠିଏ ଲେଖା ପାଣି, ଖଟ ଉପରେ ସବୁ ଜିନିଷ ପତ୍ର ଥୁଆ ହେଇଛି। ଆମେ ବର୍ତ୍ତମାନ ରୋଷେଇ କରି ଖାଇବୁ କଣ? ଆମେ ଏତିକି ଅନୁରୋଧ କରୁଛୁ ସରକାରଙ୍କୁ ଯେ ଆମକୁ ଗୋଟେ ଡ୍ରେନ୍ ପାଇଁ ଯଦି କିଛି ବ୍ୟବସ୍ଥା କରନ୍ତେ, ଆମେ 20 ପରିବାର ଖୁସିରେ ରହନ୍ତୁ। ତା ନହେଲେ ଆମେ 20 ପରିବାର ବର୍ତ୍ତମାନ ସବୁ ବର୍ଷ ଏମିତି ବର୍ଷା ବେଳେ ପାଣିରେ ବୁଡ଼ିକି ରହୁଛୁ। ମଟର 4ଟା ମଟର ଲାଗିଲେ ବି ପାଣି ସରୁନାହିଁ। ଆଉ କେତେବେଳେ କରେଣ୍ଟ ରହୁଛି, କେତେବେଳେ କରେଣ୍ଟ ରହୁନି। ତେଣୁ ଆମକୁ ଏତିକି ସରକାରଙ୍କୁ ଅନୁରୋଧ ଯେ ଆମ ପାଇଁ କିଛି ତୁରନ୍ତ ଗୋଟେ ବ୍ୟବସ୍ଥା କରନ୍ତୁ। ଯେ ଯାହା କହୁଥିଲେ କି ତାଙ୍କର ଗୋଟେ ରହିଛି ଡ୍ରେନେଜ ପ୍ରୋବ୍ଲେମ ରହିଛି, ଯୋଉଥିପାଇଁ କି ପାଣି ନିଷ୍କାସନ ହେଇପାରୁନି। କଣ କହିବେ? ଡ୍ରେନ୍ ଟି କେମିତି ରହିଛି, କଣ ଅବସ୍ଥା? ଡ୍ରେନ୍ ଯୋଉଠି ଯାଉଛି ସେଠି ଲୋକମାନେ ଛାଡୁନାହାନ୍ତି ପାଣି, କିନ୍ତୁ ଆମେ ଅସୁବିଧାରେ ପଡିଛୁ। କିନ୍ତୁ ଆପଣଙ୍କ ସହଯୋଗରେ ଯାହା ଗୋଟେ କରିବେ। ଯାହା କହୁଥିଲେ କି ପାଣି ସେ ବାଟେ ନିଷ୍କାସିତ ହେଇପାରୁନି। ଆଜ୍ଞା, କଣ ମାନେ ଏବେ ଏବେ କେତେ ପାଣି ଆପଣଙ୍କ ଘର ଚାରି ପାଖରେ ରହିଛି? ଘର ଚାରି ପାଖରେ ଆଣ୍ଠିଏ ନେଖା ପାଣି। ଆଉ କେମିତି ଆପଣ ଯିବା ଆସିବା କରୁଛନ୍ତି, କଣ କରୁଛନ୍ତି? ଏଇ ପାଣିରେ ଆପଣ ଦେଖୁଛନ୍ତି ପଶିକିରି ଆମେ ଯିବା ଆସିବା କରୁଛୁ। ଗୋରୁ ଆଣ୍ଠିଏ ପାଣିରେ ଛିଡା ହେଇଛନ୍ତି, ଚୁଲି ଦିହରେ ଆଣ୍ଠିଏ ପାଣି। ରୋଷେଇ ବାସ ଖାଇବା ପିଇବା ବନ୍ଦ ସବୁ। ଆଉ ଘରେ ସାପ ପଶିଛନ୍ତି କାଲି ରାତିରେ। ତେବେ ଏବେ କଣ ଆବଶ୍ୟକତା ରହିଛି, କଣ ହେଲେ ପାଣି ନିଷ୍କାସନ ହେଇପାରିବ? ଏଇ ଗୋଟେ ଡ୍ରେନ ର ସୁବିଧା କରାଗଲେ ଆମେ 20 ଘର ଏଠି ଉପକୃତ ହୁଅନ୍ତୁ। ଆଉ ସେ ଯାହା କହୁଥିଲେ କି ତାଙ୍କର ଡ୍ରେନ୍ ସମସ୍ୟା ରହିଛି, ଡ୍ରେନ୍ ସମସ୍ୟା ପାଇଁ ପାଣି ଏଠାରେ ନିଷ୍କାସିତ ହେଇପାରୁନି। ଆଉ ଯଦି ଡ୍ରେନ୍ ସମସ୍ୟାର ସମାଧାନ କରାଯାଆନ୍ତା ତାହେଲେ ସେମାନେ ଭଲରେ ରହିପାରନ୍ତେ। ପ୍ରଶାସନ ଏଥିପାଇଁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କାନପୁରରୁ ବିନୟ ମିଶ୍ର। ସ୍ୱପ୍ନର ଗାଡି କିଣିବା ଏବେ ଆଉ ସ୍ୱପ୍ନ ନୁହେଁ। ଓଡ଼ିଶାର ସବୁଠୁ ଟ୍ରଷ୍ଟେଡ୍ ପ୍ରି ଓନ୍ଡ କାର ବ୍ରାଣ୍ଡ କାରମାର୍ଟ ଏବେ ଖୋଲି ଯାଇଛି ଆଦିତ୍ୟ ହୁଣ୍ଡାଇ ପାଖ ଗୋହେରିଆ ଟମାଣ୍ଡୋରେ। 500ରୁ ଅଧିକ କ୍ୱାଲିଟି ଚେକ୍ କାର୍, ସହଜ ଫାଇନାନ୍ସ, ଇନଷ୍ଟାଣ୍ଟ ଏକ୍ସଚେଞ୍ଜ ଏବଂ ସମ୍ପୂର୍ଣ୍ଣ ଟ୍ରାନ୍ସପରେନ୍ସି। ଆଜି ଭିଜିଟ୍ କରନ୍ତୁ ଓଡ଼ିଶା's ଲାର୍ଜେଷ୍ଟ ୟୁଜ୍ଡ କାର ଶୋରୁମ କାରମାର୍ଟ at Goheria Square near Aditya Hyundai Tamando.